ଯଦି ଆପଣମାନେ ବି ଟ୍ରାଭେଲ୍ କରୁଛନ୍ତି ଟ୍ରେନ୍‌ରେ ଦେନ୍ ଏ ମିଷ୍ଟେକ୍ ବିଲକୁଲ ବି କରିବେନି। ହେଲୋ ଏଭ୍ରିୱାନ୍ ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ମୁଁ ଚେଲ୍ସି ସ୍ୱାଗତ କରୁଛି ମୋର ଆଉ ଗୋଟେ ବ୍ଲଗ୍‌କୁ। ୟେସ୍ ମୁଁ ଯାଉଛି 2026ର ମୋର ଫାର୍ଷ୍ଟ ଟ୍ରିପ୍‌ରେ। ତ ଯଦି ଆପଣ ଭିଡ଼ିଓ କଣ୍ଟିନ୍ୟୁ କରନ୍ତୁ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ମୁଁ କୁଆଡ଼େ ଯାଉଛି କମ୍ପ୍ଲିଟଲି ଆଇଟିନାରୀ ମୁଁ ଆପଣଙ୍କୁ ପ୍ରୋଭାଇଡ୍ କରିବି ୟା ଭିତରେ। ତ ଆପଣ କୋଉ ଜାଗାକୁ ଯିବେ, କୋଉ ଜାଗାରେ ଆପଣଙ୍କୁ ରହିବାର ଅଛି, କୋଉ ଜାଗାରେ ଆପଣଙ୍କୁ ବୁଲିବାର ଅଛି, କ'ଣ ବୁଲିବାର ଅଛି କମ୍ପ୍ଲିଟଲି ଆଇଟିନାରୀ ମୁଁ ଆପଣଙ୍କୁ ପ୍ରୋଭାଇଡ୍ କରିବି। ପାର୍ଟ 1, ପାର୍ଟ 2, ପାର୍ଟ 3 କରିକି ଭିଡ଼ିଓ ଆଣିବି। ଯଦି ମୁଁ ଗୋଟେ ଥରରେ ଭିଡ଼ିଓ ଆଣିଦଉଛି ଭିଡ଼ିଓ ବହୁତ ଲମ୍ବା ହେଇଯିବ। ତ ଦେନ୍ ମୁଁ ପାର୍ଟ 1, ପାର୍ଟ 2 କରିକି ଆଣିବି। ତ ଏଇଟା ହଉଛି ପାର୍ଟ 1। ତ ଯେତେ ବି ଆସ୍ଥେଟିକ୍ ବନିକି ଯାଅ କିଏ ନା କିଏ ବିମଲ ବ୍ୟାଗ୍ ନେଇକି ଆସିଥିବ ସିଏ ହଉଛି ତୁଷାର। ଯୋଉଟାକି ସକାଳ 7ଟାରେ ଆମର ଟ୍ରେନ୍ ଥିଲା। ଆମକୁ ଗୋଟେ ଡେ କମ୍ପ୍ଲିଟଲି ତା ପର ଦିନର 2ଟା 3ଟା ଯାଏ ଟ୍ରାଭେଲ୍ କରିବାର ଥିଲା। ଟ୍ରେନ୍ ତ ଆପଣ ଜାଣିଥିବେ ଇଣ୍ଡିଆନ୍ ରେଲୱେରେ ତ ଟ୍ରେନ୍ ଡିଲେ ଥାଏ। ତ ସେମିତି ଆମର ବି ଟ୍ରେନ୍ 3-4 ଘଣ୍ଟା ଡିଲେ ଥିଲା। ତ ଏଇଟା କମ୍ପ୍ଲିଟଲି ଆମେ ହୋଲ୍ ଡେ ଟ୍ରାଭେଲ୍ କରିଥିଲୁ ଟ୍ରେନ୍‌ରେ ତା ପରଦିନ 2ଟା ଯାଏ। ତ ଆମେ ଯେବେ ଟ୍ରାଭେଲ୍ କରୁ ଟ୍ରେନ୍‌ରେ ତ ଆମେ ଭାବିକି ଯାଇଥାଉ କି ବହୁତ ସାରା ରିଲ୍ସ ବନେଇବୁ। ଆଜି ଯାଏ କେବେ ବି ସେ ରିଲ୍ସ ବନେଇ ପାରିନଥିଲୁ। ତ ସେଇ କଥାକୁ ସତ ବନେଇବାକୁ ଯାଇକି ସୋନାଲି ଏଠି ମାନେ ଷ୍ଟ୍ରଗଲ୍ କରୁଥିଲା କି ଯେ ରିଲ୍ସ ବନେଇବୁ ଆମେ। ତ 4 ଘଣ୍ଟା ସେ ଷ୍ଟ୍ରଗଲ୍ କରିଥିଲା କମ୍ପ୍ଲିଟଲି 4ଟା ରିଲ୍ସ ବନେଇବା ପାଇଁ। ତ ତାକୁ 4ଟାରୁ 2ଟା ଆମେ ଗ୍ରୁପ୍ ବାଲା ବନେଇଲୁ। ଦେନ୍ ପର୍ସନାଲି ସେ 2ଟା ବୋଧେ ଆଇ ଥିଙ୍କ୍ ବନେଇଛି। 4ଟା ରିଲ୍ସ ବନେଇବାକୁ 4 ଘଣ୍ଟା ସେ ଷ୍ଟ୍ରଗଲ୍ କରିଥିଲା। ଯେହେତୁ ଆମେ ଟ୍ରାଭେଲ୍ କରୁଥିଲୁ ଯଦି ଆପଣମାନେ ବି ଫ୍ରେଣ୍ଡସ୍ ମାନଙ୍କ ସହିତ ଟ୍ରାଭେଲ୍ କରୁଛନ୍ତି ଟ୍ରେନ୍‌ରେ ତ ଭଗବାନଙ୍କୁ ସ୍ୱୀକାର କରିବେ ଯଦି ଆପଣମାନଙ୍କର ପାଖାପାଖି ସିଟ୍ ପଡ଼ିଛି। ଆମର ତ ପାଖାପାଖି ସିଟ୍ ନଥିଲା। ଆମେ ଯେତେବେଳେ ଏଣ୍ଟ୍ରି କରିଥିଲୁ ଟ୍ରେନ୍‌କୁ ସେତେବେଳେ ସିଟ୍ ପୁରା ଫାଙ୍କା ଥିଲା। ତ ଆମେ ଗୋଟେ ଜାଗାରେ ବସିକି ମଜାମସ୍ତି କରୁଥିଲୁ। ଏଇଠି ଦୁନିଆର ସବୁଠୁ ଅଡ୍ କମ୍ବିନେସନ୍ ରତି ଖାଉଥିଲା ଯୋଉଟାକି ହଉଛି କ୍ରିମ୍ ବିସ୍କୁଟ୍ ଭିତରେ ଜାମ୍ ଲଗେଇକି ଆଉ ଗୋଟେ ବିସ୍କୁଟ୍ ସହିତ ଗାଜର ହାଲୁଆ ଲଗେଇକି। ଯଦି ଆପଣମାନଙ୍କ ଭିତରୁ ବି ଏତେ ଅଡ୍ କମ୍ବିନେସନ୍ କିଏ ଖାଇଛନ୍ତି କମେଣ୍ଟ ବକ୍ସରେ ନିହାତି ଜଣେଇବେ। ମୁଁ ତ କେବେ ଖାଇନି। ତ ଯଦି ଆପଣ ଖାଇଛନ୍ତି କମେଣ୍ଟରେ ନିହାତି ଜଣେଇବେ। ରତି ଖାଉଛି। ତ ଆମେ ଯେତେବେଳେ ଟ୍ରାଭେଲ୍ କରୁ କମ୍ପ୍ଲିଟଲି ସବୁ ଜିନିଷ ଆମେ କ୍ୟାରି କରିକି ନେଇକି ଯାଉ। ଖାଇବା ହଉ ଯାହା ଆମକୁ ଜିନିଷ ଦରକାର ନେସେସେରି ପ୍ଲେଟ୍ ହେଇଗଲା, ଚାମଚ ହେଇଗଲା ସବୁ ଜିନିଷ ଆମେ ନେଇକି ଯାଉ। ସୋନାଲି କିନ୍ତୁ ତାର ଟ୍ରାଏ କରୁଛି କି ଯେ ସେ ଭିଡ଼ିଓ ବନେଇବ। କାହିଁକିନା ତାକୁ ଭିଡ଼ିଓ ବନେଇବାର ଥିଲା। ତ ଆମେ ଯେତେବେଳେ ଟ୍ରାଭେଲ୍ କରୁଥିଲୁ ସକାଳ 7ଟାରୁ ଦିନ 2ଟା ଯାଏ ଆମେ ଏଇ ସିଟ୍‌ରେ ବସିକି ଏନ୍‌ଜୟ କରିକି ଯାଉଥିଲୁ। କାହିଁକିନା ଆମର ସିଟ୍ ଅଲଗା ଅଲଗା ଜାଗାରେ ଥିଲା। ଯେତିକି ଯାଏ ଲୋକ ଆସିନଥିଲେ ସେତିକି ପର୍ଯ୍ୟନ୍ତ ଆମେ ବଢ଼ିଆ ମଜାମସ୍ତି କରିକି ଯାଇଥିଲୁ। ଡେ 1ରେ ହିଁ ଆମେ ବୋର୍ ହେଇଯାଇଥିଲୁ ଯେହେତୁ ପାଖାପାଖି ସିଟ୍ ନଥିଲା ଆଉ ପୁରା ଏକା ବସି ପୁରା ବୋର୍ ଲାଗୁଥିଲା। ତ ଭଲ ଲାଗିଲାନି ଜର୍ଣ୍ଣିଟା ଆମକୁ। ଯଦି ଆପଣମାନେ ବି ଫ୍ରେଣ୍ଡମାନଙ୍କ ସହିତ ଜର୍ଣ୍ଣି କରୁଛନ୍ତି ପାଖାପାଖି ସିଟ୍ ପଡୁଛି ଦେନ୍ ଆପଣମାନେ ବହୁତ ଲକି। ତ ସେତିକି ଭିତରେ ଆମର ଲଞ୍ଚ ପାଇଁ ଆମେ ଯାହା ନେଇକି ଯାଇଥିଲୁ ମାନେ ଆମେ ନେଇକି ଯାଇଥିଲୁ ହଉଛି ଫ୍ରାଏଡ୍ ରାଇସ୍ ନେଇକି ଯାଇଥିଲୁ, ଚିକେନ୍ କଷା ନେଇକି ଯାଇଥିଲୁ, ପରଟା ନେଇକି ଯାଇଥିଲୁ, ଆଳୁ କଷା ନେଇକି ଯାଇଥିଲୁ, ମ୍ୟାଗି ବଗେରା ସବୁ ଜିନିଷ ଆମେ କମ୍ପ୍ଲିଟଲି ଘରୁ କ୍ୟାରି କରିକି ନେଇକି ଯାଇଥିଲୁ। ତା ଭିତରେ ଲଞ୍ଚ ଟାଇମ୍ ହେଇଯାଇଥିଲା। ଲଞ୍ଚ ପାଇଁ ଆମେ ଖାଇ ଦେଇଥିଲୁ ଫ୍ରାଏଡ୍ ରାଇସ୍, ଚିକେନ୍ କଷା ଯୋଉଟାକି ବହୁତ ବଢ଼ିଆ ଟେଷ୍ଟି ଥିଲା। ଚିକେନ୍ କଷା ମୁଁ ନେଇକି ଯାଇଥିଲି। ଫ୍ରାଏଡ୍ ରାଇସ୍ ରତି ବନେଇକି ନେଇକି ଆସିଥିଲା। ଗାଜର ହାଲୁଆ ସୋନାଲି ନେଇକି ଆସିଥିଲା। ପରଟା ଆଳୁ କଷା ମୁଁ ନେଇକି ଆସିଥିଲି। ଆଉ ମ୍ୟାଗି ବଗେରା ଯାହା ଦରକାର ସେଇଟା ହଉଛି ତୁଷାର ନେଇକି ଆସିଥିଲା। ତ ଟ୍ରେନ୍‌ର ଜର୍ଣ୍ଣି ତ ଆମର 2ଟା ପର୍ଯ୍ୟନ୍ତ ବହୁତ ଭଲ ଥିଲା। ଆମେ ମିଶିକି ମଜାମସ୍ତି କରିକି ଗପସପ୍ କରିକି ଖଟି ମାରିକି ଯାଉଥିଲୁ। ତ ଦେନ୍ ଆମର ଅସଲି ଷ୍ଟ୍ରଗଲ୍ ସେଇଠୁ ଷ୍ଟାର୍ଟ ହେଇଥିଲା। ଯୋଉଠୁ ମାନେ ଏ ଲୋକମାନେ ସିଟ୍‌ରେ ଚଢ଼ିଲେ ସେବେଠୁ ଆମର ଅସଲି ଷ୍ଟ୍ରଗଲ୍ ଷ୍ଟାର୍ଟ ହେଲା। ଆମେ ନିଜ ନିଜ ସିଟ୍‌କୁ ପଳେଇଲୁ। ଦେନ୍ ପୁରା ଏକା ହେଇଗଲୁ ବୋର୍ ଲାଗିଲା। ମତେ ତ ଏମିତି ଲାଗିଲା କି ଗୋଟେ ଦିନରେ କି ମତେ ନେଇକି ପ୍ଲିଜ୍ କିଏ ଘରେ ଛାଡ଼ି ଦେଇକି ପଳେଇ ଆସ। ମତେ ତ ଆଉ ଯିବାର ନାହିଁ। ତ ସେମିତି ଫିଲ୍ ହେଇଥିଲା ମତେ ପୁରା ଗୋଟେ ଦିନରେ। ଏଇଠି ଆମର ଲଞ୍ଚ ଆମେ ସୋନାଲି ବାଢ଼ୁଥିଲା। ଲଞ୍ଚ କଲା ପରେ 4ଟାର ଭିୟୁ କିଛି ଏମିତି ଥିଲା ଯୋଉଟାକି ସନସେଟ୍ ଟାଇମିଂର ଭିୟୁ ଥିଲା। ମୁଁ ଆପଣମାନଙ୍କୁ ଏଇଟା ସନସେଟ୍ ଟାଇମ୍‌ର ଭିୟୁ ଦେଖଉଛି। ତ ଦେନ୍ ସନ୍ଧ୍ୟାବେଳ ହେଇଯାଇଥିଲା ଯେହେତୁ ଆମକୁ ଭୋକ ଲାଗିଥିଲା ଆମେ ପ୍ରିପେୟାର କରିଥିଲୁ ଝାଲମୁଢ଼ି। ଯୋଉଟାର କମ୍ପ୍ଲିଟଲି ଜିମ୍ମେଦାରି ସୋନାଲି ନିଏ। ସୋନାଲି ନେଇକି ଆସିଥିଲା। ତ ଏଇଠି ଫ୍ରୁଟ୍ସ ନେଇକି ଯାଇଥିଲା। ସୋନାଲି ଚାଟ୍ ମସଲା ସହିତ ଆମେ ପିଜୁଳି ପକେଇକି ଖାଉଥିଲୁ ଯୋଉଟାରେ କି କମ୍ବିନେସନ୍ ବହୁତ ଭଲ ଥିଲା। ପିଜୁଳି
ଚାଟ୍ ମସଲା ମିକ୍ସ କରିକି ଖାଉଥିଲୁ। ଭଲ ଲାଗିଲା। ଟେଷ୍ଟ ୱାଇଜ୍ ଭଲ ଥିଲା। ଦେନ୍ ଆମର ମୁଢ଼ି ମିକ୍ସଚର ପ୍ରିପେୟାର ହଉଥିଲା ଇଣ୍ଡିଆ ସେତିକି ରେଲୱେର ଭିତରେ ଚା ଆସିଯାଇଥିଲା। ଆପଣମାନଙ୍କୁ ତ ଜଣାଥିବ କେତେ ଘଟିଆ ଚା ଥାଏ। ତ ସେଇ ଚା'ରୁ ବି ଟିକେ ଟ୍ରାଏ କରିଥିଲୁ। ଦେନ୍ ଆମର ତ ମୁଢ଼ି ମିକ୍ସଚର ହେଇଯାଇଥିଲା। ମୁଁ ନିଜ ନିଜ ସିଟ୍‌କୁ ମୁଢ଼ି ମିକ୍ସଚର ନେଇକି ପଳେଇ ଆସିଥିଲୁ। ଗୋଟେ ସିଟ୍‌ରେ ତ ବସିକି ଖାଇବା ପସିବଲ୍ ନୁହଁ। ମୁଁ ମୋ ସିଟ୍‌କୁ ମୁଢ଼ି ମିକ୍ସଚର ଧରି ପଳେଇ ଆସିଥିଲି। ଏଇଟା ତା ପରଦିନ ଭିଡ଼ିଓ, ସକାଳର ଭିଡ଼ିଓ। ଇଏ ଶୋଇଥିଲା, ମୁଁ ବସିଥିଲି କାହିଁକିନା ମୋତେ ଶୋଇବାକୁ ଭଲ ଲାଗୁନଥିଲା। ଆଉ ମାନେ ଯେହେତୁ ଆର୍‌ଏସି ଥିଲା ତ ସିଟ୍ ବହୁତ କଞ୍ଜେଷ୍ଟେଡ୍ ଥିଲା। ତ ଆପଣମାନେ ଯଦି ବି ଆର୍‌ଏସିରେ ଟ୍ରାଭେଲ୍ କରୁଛନ୍ତି ତ ଜର୍ଣ୍ଣି ଆପଣଙ୍କ ପାଇଁ ବହୁତ ପେନଫୁଲ୍ ରହିବ। ମୁଁ ଆପଣଙ୍କୁ ଫାର୍ଷ୍ଟରୁ କହିଦଉଛି। ଏଇଟା ଆମେ ଲଞ୍ଚ ପାଇଁ ମଗେଇଥିଲୁ ସ୍ୱିଗିରୁ। ଭାତ ଆଉ ରୁଟି ବଗେରା କମ୍ପ୍ଲିଟଲି କମ୍ବୋଟା ଥିଲା। ଆପଣମାନେ ବି ଟ୍ରାଏ କରିପାରିବେ ଯଦି ଆପଣ ଟ୍ରାଭେଲ୍ କରୁଛନ୍ତି ଟ୍ରେନ୍‌ରେ, ଆପଣଙ୍କୁ ଯଦି ଭଲ ଖାଇବା ମଗେଇବାର ଅଛି ଦେନ୍ ସ୍ୱିଗି, ଜୋମାଟୋରୁ ଖାଇବା ମଗେଇକି ନେକ୍ସଟ ଆପଣଙ୍କର ଯୋଉ ବି ଷ୍ଟେସନ୍ ଆସିବ ସେଇ ଷ୍ଟେସନ୍‌ରେ ଆପଣ ପିକ୍ କରିପାରିବେ ଆପଣଙ୍କ ଖାଇବାକୁ। ଯଦି ଆପଣ ଟ୍ରେନ୍ ଖାଇବା ଖାଇବାକୁ ଚାହୁଁନାହାନ୍ତି, ଯଦି ଆପଣଙ୍କର ପଇସା ଅଧିକା ଏକ୍ସଟ୍ରା ଖର୍ଚ୍ଚ କରିବାକୁ ଚାହୁଁଛନ୍ତି ଦେନ୍ ଏଇଟା ନିହାତି ଟ୍ରାଏ କରିବେ। ଆମେ ତ ଟ୍ରାଏ କଲୁ କାହିଁକିନା ଆମକୁ ଇଣ୍ଡିଆନ୍ ରେଲୱେର ଖାଇବା ପସନ୍ଦ ନୁହଁ। ତ ସ୍ୱିଗିରୁ ହିଁ ଆମେ କମ୍ପ୍ଲିଟଲି 4 ଦିନ ଖାଇବା ମଗେଇକି ଖାଇଛୁ। ଯୋଉଟାକି ୱର୍ଥ ଇଟ୍ ଥିଲା। ମାନେ ଖାଇବା ତ ବହୁତ ଭଲ ଥିଲା। ଆମକୁ ତ ବହୁତ ଭଲ ଲାଗିଲା ଖାଇବା। ବହୁତ ବଢ଼ିଆ ଏମିତି ଟେଷ୍ଟି ଥିଲା ମଜାମସ୍ତି ଖାଇବା। କରିକି ଆମର ସଫର ଖତମ ହେଇଯାଇଥିଲା। ଆମେ ଡେଷ୍ଟିନେସନ୍‌ରେ ପହଞ୍ଚିବାକୁ ଏବେ ଯାଉଛୁ। ତ ଯଦି ଆପଣମାନେ ଭିଡ଼ିଓ କଣ୍ଟିନ୍ୟୁ କରିକି ପାର୍ଟ 1, ପାର୍ଟ 2, ପାର୍ଟ 3 ଦେଖିବାକୁ ଚାହୁଁଛନ୍ତି, ଦେନ୍ ଆଇଟିନେରୀ ଜାଣିବାକୁ ଚାହୁଁଛନ୍ତି, ତ ଦେନ୍ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ବିଲକୁଲ ବି ଭୁଲିବେନି। ମୁଁ ପାର୍ଟ 2 ନେଇକି ଆସିବି। ଆପଣମାନଙ୍କୁ କମ୍ପ୍ଲିଟଲି ଜଣେଇବି କୁଆଡ଼େ ଯାଉଛି।